ଆମର ଏବେ ଯେଉଁ ସରକାରଙ୍କର ପ୍ରମୋସନ୍ ପ୍ରକ୍ରିୟା ହେଲା ଲେଭେଲ୍ 3 ହେଡ଼ମାଷ୍ଟରଙ୍କୁ ମୋଟେ 600 ଜଣ ନିଯୁକ୍ତି ପାଇଛନ୍ତି। ନିୟର୍ ଆବାଉଟ୍ 20 ବାହାରକୁ ଯାଇଛନ୍ତି। ଆଉ ତା ଭିତରେ କହିବି କି ଯେଉଁଟା ୟା ଦ୍ୱାରା କ'ଣ ଲାଭ ହେବ, ପ୍ରକୃତରେ ଗୋଟେ ମୁରବୀବିହୀନ ଘର ଆଉ ମୁରବୀ ଆସିବା, ମୁରବୀଙ୍କର ଆବିର୍ଭାବରେ ନିଶ୍ଚୟ ମୁଁ କହିବି ଯେ ବିଦ୍ୟାଳୟ ସର୍ବୋତ୍ତମ ଉନ୍ନତି ଘଟିବ। ବାପା ମାଆଙ୍କର ଯାହା ଆଶା ଅଛି ଛୁଆଙ୍କ ପ୍ରତି, ଛୁଆଙ୍କର ଯାହା ରହିଛି ସ୍ୱପ୍ନ, ଏବଂ ସରକାରଙ୍କର ତରଫରେ ଆଡ଼ମିନିଷ୍ଟ୍ରେଟିଭ୍ ଦୃଷ୍ଟିକୋଣ ଯାହା ରହିଛି ବିଦ୍ୟାଳୟ ଯେମିତି ଉନ୍ନତି ହେବା ଉଚିତ, ଆଜ ହେଡ଼ମାଷ୍ଟର ସେ ନିଶ୍ଚୟ ତାକୁ କରିବେ ଏବଂ ଏହା ହିଁ ସମାଜର କଲ୍ୟାଣ ହେବ ବୋଲି ମୁଁ ଭାବିବି। ଆଉ ଗୋଟେ କଥା କହୁଥିଲେ ଯେ ଯେଉଁ ଏହା ପୂର୍ବରୁ ହେଉନଥିଲା, ହଁ ପ୍ରକୃତରେ ଗୋଟେ ସମସ୍ୟା ଥିଲା। ସମସ୍ୟା ସରକାରୀ ସ୍ତରରେ ଥିଲା, ଏଜ୍କୁ ନେଇକି ହେଉ, OTTକୁ ନେଇକି ହେଉ, ଏମିତି ସବୁ ଥିଲା। ସରକାର ଏବେ ଚାହିଁଲେ, NCT ଚାହିଁଲା, ସୁପ୍ରିମକୋର୍ଟର ଗାଇଡ଼ଲାଇନ୍ ରହିଲା ଯେ OTT କରିଥିବା ଟିଚରମାନଙ୍କୁ ହିଁ କେବଳ ପ୍ରମୋସନ୍ ଦିଆଯିବ, ତାହା ଏବେ ଘଟିଲା। ତେଣୁ ମାନେ ଯେଉଁ ଟିଚର ସମସ୍ୟା, ଯେଉଁ ସ୍କୁଲରେ ହେଡ଼ମାଷ୍ଟର ନଥିଲେ ସେ ସମସ୍ୟାଟା ସମାଧାନ ହେଇଗଲା, କିନ୍ତୁ ସଂଖ୍ୟା ସମାଧାନ ହୋଇପାରିବ ନାହିଁ। ପରବର୍ତ୍ତୀ ସମୟରେ ପୁଣି ନୂଆ ପୋଷ୍ଟିଂ ହେଲେ ଯାଇକି ଯାହା ହେବ ଏ କଥା। କେଶବ ଚରଣ ପାତ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଳକଳଙ୍କର ଲେବୁଲ୍ IB ଗ୍ରାଜୁଏଟ୍ ଟିଚର ଭାବରେ 2006 ମସିହାରୁ ଅବସ୍ଥାପିତ ହୋଇଥିଲି, କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଲେବୁଲ୍ 3 UP ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ପତ୍ର ପାଇଲି। ମୁଁ ଅତ୍ୟନ୍ତ ଖୁସି ଏବଂ ସରକାରଙ୍କର ଏଇ ଯେଉଁ ଗୁରୁ ଦାୟିତ୍ୱ ଶିଶୁମାନଙ୍କର ଜୀବନ ଗଠନ କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ କରାଯାଇଛି ଏବଂ ମୁଁ ଏହାକୁ ସାଦରେ ନିର୍ବାହ କରିବି ବୋଲି ମୁଁ ଆଶା ପୋଷଣ କରୁଛି। ଏବଂ ସରକାରଙ୍କର ଯେଉଁ ଆଭିମୁଖ୍ୟ, ସବୁ ପିଲା ପାଠ ପଢ଼ନ୍ତୁ, ଆଗକୁ ବଢ଼ନ୍ତୁ ଏବଂ ରାଷ୍ଟ୍ର ବିକାଶରେ ଅଂଶଗ୍ରହଣ କରନ୍ତୁ, ମୁଁ ଏତିକି ଆଶା ପୋଷଣ କରିବି ଏବଂ ମୋ ଦାୟିତ୍ୱକୁ ମୁଁ ତୁଲାଇବା ପାଇଁ ମୁଁ 100% ଚେଷ୍ଟା କରିବି। ଏବଂ ମୁଁ ଆଜି ଅତ୍ୟନ୍ତ ଖୁସି, କାରଣ ଆମେ ଦୀର୍ଘ ଦିନ ହେଲା ଆମର ଏଇ ଯେଉଁ ଦାବିଟି ଥିଲା ଆଜି ପୂରଣ ହୋଇଛି ଏବଂ ପଦୋନ୍ନତି ଦୀର୍ଘ 10-12 ବର୍ଷ ହେଲା ପିଲାମାନେ ଚେଷ୍ଟା ଚଲେଇଥିଲେ, କିନ୍ତୁ ସବୁଥର ବିଫଳ ହୋଇଥିଲା। ଆଜି ସେଇଟା ସଫଳ ହୋଇଛି। ତେଣୁ ସରକାରଙ୍କୁ ଧନ୍ୟବାଦ ଦେଉଛୁ ଏବଂ ଶିକ୍ଷା ବିଭାଗ ଏଇ ଯେଉଁ ପ୍ରଧାନ ଶିକ୍ଷକ ପଦୋନ୍ନତି ଦେଇଥିବାରୁ ଶିକ୍ଷା ବିଭାଗର ଉନ୍ନତି ଘଟିବ ଏବଂ ପ୍ରଧାନ ଶିକ୍ଷକମାନେ ସେମାନଙ୍କର କାର୍ଯ୍ୟକୁ ସୁଚାରୁ ରୂପେ ତୁଲେଇବେ ବୋଲି ମୁଁ ଆଶା ପୋଷଣ କରୁଛି। ଦେଖନ୍ତୁ, ମୁଁ ବ୍ଲକ ଶିକ୍ଷା ଅଧିକାରୀ ହାଟଟି ଆଜି ଏକ ଅଦ୍ଭୁତପୂର୍ବ ପର୍ବ ଏ ବ୍ଲକ ପାଳନ କରିଛି। ରାଜ୍ୟରେ ଅନେକ ଦିନ ଧରି ଲେଭେଲ୍ 3 ପ୍ରଧାନ ଶିକ୍ଷକଙ୍କର ପଦ ଖାଲି ପଡ଼ିଥିଲା। ତେଣୁ ଏହି ପ୍ରଧାନ ଶିକ୍ଷକଙ୍କର ଅନୁପସ୍ଥିତି ଶିକ୍ଷା କ୍ଷେତ୍ରରେ ବହୁ ବିଭ୍ରାଟ ମଧ୍ୟ ଦେଖା ଦେଉଥିଲା। ଯାହା ହେଉ ସରକାର ନିଜର ସମବେଦନା ଶିକ୍ଷକଙ୍କ ପ୍ରତି ଜଣାଇଲେ ଏବଂ ପ୍ରତି ଜିଲ୍ଲାରେ ଏହି ପର୍ବ ପାଳନ ହେଲା ବା ସେମାନଙ୍କୁ ପଦୋନ୍ନତି ମିଳିଲା। ଠିକ୍ ସେହିପରି ଆମ ଜିଲ୍ଲାରେ 590 ଜଣଙ୍କୁ ଲେବୁଲ୍ 4ରୁ ଲେବୁଲ୍ 3କୁ ପଦୋନ୍ନତି ଦିଆଯାଇଛି ଏବଂ ଆମ ବ୍ଲକରେ 57ଟି ପ୍ରଧାନ ଶିକ୍ଷକ ପଦୋନ୍ନତି ମିଳିଛି ଏବଂ ଏହି ବ୍ଲକରୁ 9ଗୋଟି ପ୍ରଧାନ ଶିକ୍ଷକ ଅନ୍ୟତ୍ର ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେଣୁ ଏହା ଏ ଶିକ୍ଷା ସମାଜରେ, ଶିକ୍ଷା ବିଭାଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଶିକ୍ଷାର ପ୍ରଗତି ନିଶ୍ଚିତ ଭାବରେ ହେବ, ଆମେ ଦୃଢ଼ତାର ସହିତ କହିପାରିବୁ। ଧନ୍ୟବାଦ। 9 ଜଣ ଶିକ୍ଷକ ଲେବୁଲ୍ 4ରୁ ଲେବୁଲ୍ 3 ପଦୋନ୍ନତି ପାଇ ବିଭିନ୍ନ ବ୍ଲକ ତଥା ତେଲକୋଇ, ପାଟନା ଏଇଭଳି ସବୁ ବ୍ଲକକୁ ଯାଇଛନ୍ତି ଏବଂ ଆମ ବ୍ଲକକୁ 12ଗୋଟି ପ୍ରଧାନ ଶିକ୍ଷକ ନୂତନ ଭାବରେ ପଦୋନ୍ନତି ପାଇ ଆସିଛନ୍ତି।